ରକ୍ଷକ ଭକ୍ଷକ ମାନେ ବୁଝିପାରିଲେନି କିଏ ଏଠି ରକ୍ଷକ ଆଉ କିଏ ଏଠି ଭକ୍ଷକ। ଆମ ଭିତରେ ଆମର ଏକତା ଏବେ ନାହିଁ। ସହରର ଯୋଉ ଚାକଚମ୍ୟ, ସହରର ଯୋଉ ସୁବିଧା ସେଟା ଗାଁରେ ଏପର୍ଯ୍ୟନ୍ତ ଆମର ନାହିଁ। ମହିଳା ମାନେ ସେଫଲି କେମିତି ରାତିରେ ବୁଲି ପାରିବେ, କିନ୍ତୁ ଦେଖିଲା ବେଳକୁ ଏଠି ଗୋଟେ ପୁରୁଷଟେ ବୁଲି ପାରୁନି। ଏଠି ଗୋଟେ ଟ୍ରାନ୍ସ ଓମେନଟେ ବୁଲି ପାରୁନି, ମହିଳାଟେ କଣ ବୁଲି ପାରିବ? ଏଠି ବହୁତ ଅସୁରକ୍ଷିତ ଅଛନ୍ତି ସମାଜ। ଦେଶ ସେତେବେଳେ ସ୍ୱାଧୀନ ହେଇପାରିବ। ରକ୍ଷକ ଭକ୍ଷକ ମାନେ ବୁଝିପାରିଲେନି କିଏ ଏଠି ରକ୍ଷକ ଆଉ କିଏ ଏଠି ଭକ୍ଷକ। ପୋଲିସ ଆମର ରକ୍ଷକ ନା ଆମେ ପୋଲିସକୁ ସୁରକ୍ଷା ଦେବା, ସେଟା ମଧ୍ୟ ଆମର ଗୋଟେ ଇଏ। ପୋଲିସ ଆମର ଜଣେ ସଦସ୍ୟ, ପୋଲିସ ବି ଆମରି ଭଳି ଜଣେ ହ୍ୟୁମାନ୍, ତାଙ୍କର ବି ପରିବାର ଅଛି, ଆଉ ସେମାନେ ବି ଭକ୍ଷକ ସାଜୁନାହାନ୍ତି। ଦେୟାର ଇନ୍ ଓଭରଲୋଡେଡ୍ ଅଲସୋ। ଗୋଟିଏ ଥାନାରେ 10-12ଟା ପୋଲିସ, ସେ ଅଞ୍ଚଳରେ ଲକ୍ଷାଧିକ ଲୋକ, ଲକ୍ଷାଧିକ ସ୍ଲମ୍ସ, ଲକ୍ଷାଧିକ ଡ୍ରଗ୍ସ ବେପାରୀ, ଲକ୍ଷାଧିକ ଗଞ୍ଜେଇ ବେପାରୀ, ଗୋ ମାଫିଆ, ସ୍ମଗଲିଂ, ସହର ବଢୁଛି, ତା ଦେହରେ କାମର ନିଯୁକ୍ତିର ସେଭଳିଆ ନାହିଁ। ତାହେଲେ କହିପାରିବେ କି ବେକାରୀ ସମସ୍ୟା ବଢୁଛି, ଏସବୁ ସମସ୍ୟା ହଉଛି ବିଭିନ୍ନ ପ୍ରସ୍ପେକ୍ଟିଭ୍ସ। ଆମ ଗାଁ ଆଉ ଗାଁ ମାନେ ପ୍ରପର ତାକୁ ସହରୀର ଢାଞ୍ଚାରେ ସେଇ ଗାଁ ଗୁଡିକୁ ଡେଭଲପ କରିବାକୁ ପଡିବ। ଯଦି ଗାଁ ସେଇଭଳି ଡେଭଲପ ହେଇଯିବ, ଗାଁର ବିକାଶରେ ଲୋକମାନେ ଆଉ ସହରକୁ ଆସିବେ ନାହିଁ। ରୋଜଗାର ଆମକୁ ଗାଁରେ କ୍ରିଏଟ କରିବାକୁ ପଡିବ। ସହରକୁ ସୁରକ୍ଷିତ କରିବା ପାଇଁ ହେଲେ ଆମକୁ ଏଜୁକେଟ କରିବାକୁ ପଡିବ। ନଟ୍ ସହରକୁ ଆସୁଥିବା ପ୍ରତ୍ୟେକ, କାରଣ ସହର ବଢି ବଢି ଚାଲିବ, ଡ୍ରାଷ୍ଟିକଲି ବଢିବ, କାରଣ ସହରର ଯୋଉ ଚାକଚମ୍ୟ, ସହରର ଯୋଉ ସୁବିଧା ସେଟା ଗାଁରେ ଏପର୍ଯ୍ୟନ୍ତ ଆମର ନାହିଁ। ତ ଲୋକ ଆମେ ଯେତେ ଡେଭଲପମେଣ୍ଟ ଯଦି ଆମେ 10 ଲକ୍ଷକୁ ଧରି କରିବା, ଲୋକ ଆଉ 10 ଦିନ ପରେ ଦେଖିଲା ବେଳକୁ ସେଟା 11 ଲକ୍ଷ ଲୋକ ହେଇଥିବେ ପପୁଲେସନ୍ସ। ଗୋଟେ ସ୍ଲମ୍ସ ଡେଭଲପ କଲା ବେଳକୁ ଆଉ ଗୋଟେ ସ୍ଲମ୍ସ ହେଇଯାଉଛି। ତ ଏଟା ସହରର ଡେଭଲପମେଣ୍ଟ ନୁହେଁ, ଇଟ୍ସ ଏ ପ୍ଲାନିଂ ହବା କଥା, ଗୋଟେ ପ୍ରପର ମାଷ୍ଟର ପ୍ଲାନ। ସରକାରଙ୍କର ଭିଜନ ରହିବା କଥା କି ଗାଁର ବିକାଶ କେମିତି ହବ। ଏଜୁକେଟ ହବା ଜାଗାରେ ଟିକେ ବେଶୀ ଅସାମାଜିକତା ଆଡକୁ ପଳେଇ ଯାଉଛନ୍ତି, ଯେମିତି କି ସ୍ୱାଭାବିକ ମୁଁ କହିଲି ନା, ନିଶା, ରାହୁଲ ବହୁତ ଗୁଡେ କାରଣ। ଦେଖନ୍ତୁ ଛୁରୀ ଧରିକି ବୁଲୁଥିଲେ। ଦେଖନ୍ତୁ ଏଟା ତ ମୁଁ ସେୟା କହିଲି ନା, ଗୋଟେ ଟ୍ରାନ୍ସଜେଣ୍ଡର ହଉ କି ଗୋଟେ ମହିଳା ସୁରକ୍ଷିତ ଆମେ କହୁଛେ, ଆମର କହିଲେ ମହାତ୍ମା ଗାନ୍ଧୀ, ମହିଳା ମାନେ ସେଫଲି କେମିତି ରାତିରେ ବୁଲି ପାରିବେ, କିନ୍ତୁ ଦେଖିଲା ଏଠି ଗୋଟେ ପୁରୁଷଟେ ବୁଲି ପାରୁନି। ଏଠି ଗୋଟେ ଟ୍ରାନ୍ସ ଓମେନଟେ ବୁଲି ପାରୁନି, ମହିଳାଟେ କଣ ବୁଲି ପାରିବ? ଏଠି ବହୁତ ଅସୁରକ୍ଷିତ ଅଛନ୍ତି ସମାଜ। ଆମକୁ ବର୍ତ୍ତମାନ ଏଠି ସଚେତନତା ସୃଷ୍ଟି କରିବାକୁ ପଡିବ, ଲ ହିସାବରେ ଜଣେଇବାକୁ ପଡିବ ପିଲାଙ୍କୁ, ଏଜୁକେଟ ମାନେ ସେ ସଚେତନତା ଗୋଟେ ଏଜୁକେସନ ଆମେ ବସ୍ତିରେ ଦେବାକୁ ପଡିବ। ତା ସହିତ ବେକାରୀ ସମସ୍ୟାକୁ ମଧ୍ୟ ଉପରେ ଆମକୁ କାମ କରିବାକୁ ପଡିବ। ଦେଖନ୍ତୁ ସମାଧାନ ଗୋଟେ ଜିନିଷ ଘଟି ଯାଇଛି, ଯାହା ମାନେ ଗୋଟେ କହିବାକୁ ଗଲେ କି ଯେ ଯୋଉ ବ୍ୟକ୍ତି ଯୋଉଥିରେ ଯିବାର ଥିବ, ଯାହାର ସେଟା ହେବାର ଥିବ, ସେ ସମୟଟା ଭଗବାନଙ୍କ ନିର୍ଦ୍ଦେଶରେ ହଉଛି ଆଉ ସେ ଜିନିଷ ହେଇଛି। କିନ୍ତୁ ତାକୁ କରିଥିବା ଯୋଉ କର୍ମ, ସେ କର୍ମ ଯିଏ କରିଛି ସିଏ ଭୁଲ କର୍ମ କରିଛି। କାହିଁକି ଆରେଷ୍ଟ ହେଇଛନ୍ତି ତ ବୋଧେ, ମାନେ ସେ କେସରେ ଆରେଷ୍ଟ। ଦେଖନ୍ତୁ ସେଟା ତ ପୋଲିସର କାମ। ଆମର ଯେତେବେଳେ ଲୋକଟି ଜଣେ ମରିଯାଏ, ଆମକୁ ଲାଗିବ, ସନ୍ଦେହ ତ ସୃଷ୍ଟି ହବ ବିଭିନ୍ନ ଲୋକକୁ, କିନ୍ତୁ ଯୋଉ ପର୍ସପେକ୍ଟିଭରେ ସନ୍ଦେହ କରାହଉଛି ସିଏ ପ୍ରକୃତ ଆସାମୀ, ଖାଲି ମିଡିଆରେ ଆମେ କହିଦେବୁ ହଁ ସେ ଆସାମୀ ଆଉ ତାକୁ ଆରେଷ୍ଟ କରାଯାଉ, ଇଟ୍ ଇଜ ନଟ୍ ପସିବଲ। ସେଟା ନା ପ୍ରୁଫ, ଏଭିଡେନ୍ସ, ଲ, ତାର ପୋଲିସ ତାର ଇନଭେଷ୍ଟିଗେସନ୍ସ କରେ, ଗୋଟେ ତାର ଗୋଟେ ଇନଭେଷ୍ଟିଗେସନ୍ସ ଗୋଟେ ବାଟ ଅଛି, ସେ ତାଙ୍କର ପ୍ରକ୍ରିୟା ଅଛି, ସେଇ ହିସାବରେ କରିବାକୁ ପଡିବ। ଚାପରେ ପଡିକି ସମସ୍ତେ କଥାଟାକୁ ଲୁକାୟିତ ଭାବରେ ରହିଯାଉଛି କି? ନାଇଁ ଆଜ୍ଞା, କୌଣସି ଚାପ ପୋଲିସ ତ ମୁଁ କହିବି ଓଡିଶା ପୋଲିସ ଉପରେ ସେମିତି କୌଣସି ଚାପରେ କେବେ ନଥିବେ। ଆର୍ମି ଅଫିସର ଥିଲେ ଯିଏ କି ଛୁରୀ ମାରିଥିଲେ, ଆଉ ଆର୍ମି ଅଫିସର ହେଇକିରି ସେ ଛୁଟିରେ ଆସିଥିଲେ, ଆଉ ଏଠି ଆସିକିରି ଏଭଳିଆ ଦେଖନ୍ତୁ କୌଣସି ବି ଆର୍ମି ଅଫିସର ଏଭଳି ଯୋଉ କାର୍ଯ୍ୟ କରିଛନ୍ତି ବା ସେ ଯିଏ ବି ହୁଅନ୍ତୁ, ସେ ଆଜି ମାନେ ପ୍ରଥମେ ତ ଜଣେ ନାଗରିକ। ଏବେ ଦେଖିଛନ୍ତି ବିଗତ ଦିନରେ ସିଏମ ମମତା ବାନାର୍ଜୀଙ୍କ ଉପରେ ବି ଦରକାର ପଡ଼ିଲେ ଆକ୍ସନ୍ସ ନେବେ ଯଦି କୌଣସି ହିସାବରେ ରାଷ୍ଟ୍ରପତିଙ୍କୁ ବ୍ୟବହାର କରିଛନ୍ତି। ତ ଆଇନର ଉର୍ଦ୍ଧ୍ୱରେ କେହି ନୁହନ୍ତି। ଆଉ ରହିଲେ ଯଦି ଆର୍ମି ଅଫିସରଙ୍କର ପ୍ରୋଟେକ୍ସନରେ ସେ କରିଛନ୍ତି କି ଆର୍ମି ଅଫିସର ଇଣ୍ଟେନ୍ସନାଲି କରିଛନ୍ତି, ଇଟ୍ ସୁଡ୍ ବି as per the law, as per the investigations. On that perspective I cannot, ମାନେ in particular murder case ରେ ବା କୌଣସି ଗୋଟେ କେସକୁ ନେଇକି ମୁଁ କିଛି କହିପାରିବି ନାହିଁ, କାରଣ ଏଟା ହଉଛି ଇନଭେଷ୍ଟିଗେସନ୍ସ ର ଇଏ। ଯଦି ସହରର ଯୋଉ ବେଶୀ ଇଏ ହଉଛି ତା ଉପରେ ଯଦି କୁହାଯିବ, ମୁଁ ନିଶ୍ଚିତ ଭାବରେ ସଜେସନ୍ସ କରିବି ପୋଲିସ ଡିପାର୍ଟମେଣ୍ଟକୁ ଏବଂ ସରକାରଙ୍କୁ ମଧ୍ୟ କି ସହରରେ ସଚେତନତା ସୃଷ୍ଟି କରିବା ଆବଶ୍ୟକତା ଅଛି। ବିଭିନ୍ନ ଏନଜିଓ ପାର୍ଟନର ମାନଙ୍କୁ ନବାର ଆବଶ୍ୟକତା ଅଛି, ସେମାନଙ୍କ ସହଯୋଗରେ ସ୍ଲମ୍ସରେ ଗାଡି ବୁଲେଇବା ଉଚିତ, ପ୍ରଚାର ପ୍ରସାର କରିବା ଉଚିତ, ଯୋଉମାନେ ନିଶାସକ୍ତ ବ୍ୟକ୍ତି ରହୁଛନ୍ତି ତାଙ୍କ ପାଇଁକା ମଧ୍ୟ ଆକ୍ସନ୍ସ ନେବା ଉଚିତ। ସ୍ଲମ୍ସରେ ନିଶା ମଧ୍ୟ ବନ୍ଦ କରିବା ମଧ୍ୟ ଆବଶ୍ୟକତା। ତଦନ୍ତ କରିବା ପାଇଁ ଗୋଟେ ସମୟ ପ୍ରକ୍ରିୟା ଦରକାର, ଆମକୁ ସହଯୋଗ କରିବାକୁ ପଡିବ। ଆପଣମାନେ ଦେଖିଥିବେ ଯେତେବେଳେ ଅଞ୍ଜଳିର କେସ୍ ବେଳେ ଆମେ ମାନେ କୌଣସି ପ୍ରୋଟେଷ୍ଟ ବା ଆନ୍ଦୋଳନ ବା ଇଏକୁ
फटास किना आम जाइनथिलु आम कोऑपरेट मध्य करथिलु आम जदि भी रास्ता रोक करथिलु 15-20 मिनिट पई करी आम पुणी हटि जाइथिलु सो दैट कि आम लॉ को सहयोग करथिलु आम कैंडल मार्च करथिलु शांतिपूर्ण भाव में आम निवेदन करथिलु आ तापर आम से केस रे आम ये भी मध्य पाइछे मध्य वर्तमान मध्य ए केस रे जहा हेछि सेति पई मध्य समस्त व्यक्ति विशेष को आवाज उठेबा उचित एवं समस्ते एक हवा उचित मध्य समाज रे आम भितर हमर एकता एबे नाही जेमति कि ट्रांसजेंडर गोटे पिलाटे हैला जेमति कि हमर प्रत्येक डिस्ट्रिक्ट एसोसिएशन डिस्ट्रिक्ट संगठन समस्ते बाहरिले तो जदि गोटे पुरुष ऊपर होउची जदि गोटे महिला ऊपर होउची सेति पई मध्य हम प्रत्येक समस्त समाज बाहरिबा उचित और समस्त एकत्रित होइकिनि आवाज करबा उचित ताले आमे माने जेतेबेले पर्यंत न आवाज उठेबा ताले सरकार भी ताको पॉलिसी लेवल रे चेंजेस भी आनी परिबेनी कारण बहुत समय रे बहुत गुडे इश्यूज अच्छे सब इश्यूज को सेते प्रेशराइज रे नियंतनी बट सुरक्षा स्वास्थ्य एंड एजुकेशन दीज आर द मोस्ट इंपोर्टेंट थिंग्स एंड सरकार को ए ऊपर निश्चित भाव में चिंता करिवार बहुत आवश्यकता अछि एवं मु अनुरोध करबी जो एनजीओस पार्टनर माने काम करूछन्ती लेट देम एडवोकेसी विथ द माने सजेशंस दियंतु पॉलिटिकली एडवाइस नियंतु आ यार पॉलिसी लेवल रे डिसीजंस नियंतु देखिबे निश्चित भाव में समाज रे संस्करण आसीबो बहुत जन कौन करती मुहरे राम राम जपंती किंतु देखिले घरे घरे वर्तमान रावण जन्म नउची तो हमको कौन करिबा दरकार आ लोक कौन हेबा दरकार धार्मिक आड़ को तो धीरे धीरे लोक कन्वर्ट होचंती किंतु तथापि घरे घरे काहे की रावण सृष्टि होची ना 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 देखंतु मु एठी पुणी आउथरे सेटा गोटे बहुत आध्यात्मिक बहुत सेंसिटिव आपण कथा कहले आमे विभिन्न माने कंट्रोवर्शियल हुए कोटे रावण रो कैरेक्टर को भी लोक माने बहुत माने इंस्पायर हे जानती लोक माने कि ब्राह्मण थिले रावण हूँ मैं आजिकली विभिन्न प्रकार ये जाउची ट्रेंड कौन होचे दैट इज अ वेरी डिफरेंट थिंग्स बट कहि परिया कि ना 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 फैशन हो बा जहाँ भी हो पुणी आउथरे सही गोटे पॉइंट रे जेबी शिक्षा स्वास्थ्य एवं निशा निवारण एवं सुरक्षा यही सबुठु दूर रहिबा निश्चित आवश्यकता रही जेपर्यंत ये सब रे समाज रे न आसी समाज रे माने रावण कहतु कि से कंस कहतु बा अन्य कौन से राक्षस प्रकृतिर लोक सृष्टि होगा कौन से समय लगे ना राजधानी भुवनेश्वर रे क्राइम बढ़ी बढ़ी जाउची आपन को कौन लागुची काहे की एमती क्राइम बढ़ी बढ़ी जाउची केतेबेले कार माँ हला कम कार भौणी हला केतलो कार भाई हला गोटे पर गोटे लोक को हरई चली चंती हम एटा गोटे बहुत गोटे संवेदनशील प्रसंग एवं गोटे बहुत दुखर विषय कि आमे जेतेबेले हमर जातिर पिता महात्मा गांधी कहिथिले कि